ସମସ୍ତ ଚାଷୀମାନଙ୍କୁ ଆଉ ଗୋଟେ ଆମ ନୂଆ ଗୋଟେ ଭିଡ଼ିଓକେ ଆପଣମାନଙ୍କୁ ସ୍ୱାଗତ। ଆସୁନ୍ ଆଜି ଆମେ ଜାନ୍ମା ଏନ୍ତା ଦୁଇଟା ଧାନ୍ ଯେନ୍ଟାକି ଅଛନ୍ ୟୁଟ୍ୟୁବ୍ରେ ବେଶୀ ତାର୍ମାନେ ସାର୍ଚ୍ଚ ହଉଛେ ଆଉ ପ୍ରତ୍ୟେକ ଚାଷୀ ଭାଇମାନେ ଜାନ୍ବାର୍ ଲାଗି ଚାହୁଁଛନ୍ କହୁଛନ୍ ସେମାନେ ଆକାଶ 505 ବିଷୟରେ ଆଉ ହୀରାକୁଦ ବିଷୟରେ। ଆସୁନ୍ ଆଜି ଡିଟେଲ୍ସ ହିସାବେ ଆମେ ଜାନ୍ମା ଟିକିନିକି ହିସାବେ ଜାନ୍ମା ଯେନ୍ଟାକି କେତେଟା କେତେ ଏକଡ଼େ କେତେ ଲଗାମା କେନ୍ଟା କେତେ ଅମଲ୍ କରିପାର୍ମା କେତେ କାଣା ଇତାର୍ ରୋଗ ସହନଶୀଳତା ରହିଅଛେ କେନ୍ କେନ୍ ରୋଗକେ ଦମନ କରିପାର୍ବା ଏନ୍ତା କିଛି ବହୁତ୍ କିଛି ଆମେ କଥାବାର୍ତ୍ତା ହେମା ଇ ଦୁହି ଧାନ୍ ବିଷୟରେ। ଏନ୍ତା ସବୁବେଲେ ନୂଆ ନୂଆ ଭିଡ଼ିଓ ଦେଖ୍ବାର୍ ଲାଗି କି ଚାଷ୍ ବିଷୟରେ ନୂଆ ନୂଆ କଥା ଜାନ୍ବାର୍ ଲାଗି ହେଲେ ଆପଣ ସବୁବେଲେ ଆମର୍ ଚ୍ୟାନେଲ୍ ସାଙ୍ଗେ ଯୋଡ଼ି ରହୁନ୍। ଆମ ଗାଁ ଚାଷୀ ୟୁଟ୍ୟୁବ୍ ଚ୍ୟାନେଲ୍କେ ଆପଣ ସବସ୍କ୍ରାଇବ୍ କରୁନ୍ ଆଉ ପ୍ରତ୍ୟେକ ଭିଡ଼ିଓକେ ଲାଇକ୍ କରୁନ୍। ଚାଷୀ ଭାଇମାନଙ୍କୁ ନମସ୍କାର। ପୁଣି ଥରେ ଆମର ଏକ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ଆଉ ଆମ ଗାଁ ଚାଷୀ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ଆଉ ଆଜି ଆସିଛୁଁ ନେଇକିରି ଗୋଟେ ଏନ୍ତା ଭିଡ଼ିଓ ଯେନ୍ଟାକି ଚାଷୀ ଭାଇମାନେ ବହୁତ ସାରା କମେଣ୍ଟ କରୁଛନ୍ ଆମକୁ ଏ ଆକାଶ 505 ଏବଂ ହୀରାକୁଦ 57 ଦୁଇଟା ଧାନ ଭିତରୁ କେନ୍ ଧାନ କଲେ ଅଧିକା ଅମଲ ହଉଛେ ଆଉ କେନ୍ ଧାନ କଲେ ଚାଷୀମାନେ ଲାଭବାନ ହେଇପାରମୁ ବୋଲି ଯେନ୍ଟା କରିଛନ୍ ଆମକୁ କମେଣ୍ଟ ସେ ବିଷୟରେ ଆଜି ଆମେ ଆଲୋଚନା କର୍ମା। ଆସୁନ୍ দেখুন ফার্স্ট আলোচনা করবো আমি আকাশ 505 যেটাকি আসছে আমার অগ্রজা সিডসর যেটা তার ডিউরেসন রয়েছে 135 রু 140 দিন ভিতরে যেন ধান কি এবার নূয়া নূয়া মার্কেটকে আসিছে না আগରୁ আসছিল না কিন্তু এই বর্ষটা আকাশ 505 মার্কেটে চালিছে গলা বর্ষ খরাটিয়া মাসে আকাশ 505 মার্কেট এক নম্বর ଥିଲା ଆଉ ସଠିକ୍ ଥିଲା ଯେନ୍ଟାକି ଚାଷୀମାନେ ବହୁତ ଲାଭବାନ ହେଇକିରି ସକ୍ସେସ୍ ହେଇଛନ୍। ଆଉ ଶୁଣ ଆମେ ଆଲୋଚନା କର୍ମା ଆକାଶ 505 ଧାନଟା ଯେନ୍ଟାକି ଆମର ରହୁଛେ ଅଗ୍ରଜା ସିଡ୍ସର 135 ରୁ 140 ଦିନିଆ ଗୋଟେ ବେଷ୍ଟ ରିଜଲ୍ଟ ଦଉଥିବା ଧାନ ଯେନ୍ଟାକି ଅଧିକ ଅମଲ ଅଧିକ ଓଜନ ହଉଛେ ଆଉ ତାର ଖେଣ ମୋଟା ରହୁଛେ ଦାନା ମୋଟା ରହୁଛେ ଏବଂ ଅଧିକ ପିଲ୍ ଦଉଛେ ଯାର ମାତ୍ରାରେ କି ଚାଷୀ ଭାଇମାନେ କରିକି ତାହାକେ ଲାଭବାନ ହେଇସାରିଲେନ। ଆପଣମାନେ ବି ଯଦି ଯେନ୍ କ୍ୱେଶ୍ଚନଟା କରୁଛନ୍ ଆମକୁ କି କେନ୍ ଧାନ କଲେ ଭଲ ହବ ବୋଲି ଧାନଟେ ଡାଲୁଆର ଲାଗି ଖୋଜୁଛନ୍ ତାହେଲେ ଆପଣ ଆଇମୁଜା ଆକାଶ 505 ଧାନକେ ଆପଣମାନେ କରିପାରିବେ ଯେନ୍ଟାକି ଆମର ରହୁଛେ ବେଷ୍ଟ ସିଡ୍ସ ଯେନ୍ ଅଗ୍ରଜା ସିଡ୍ସ ଆପଣ ନିହାତି ଥରେ କରୁନ୍। ଆଉ ଗୋଟେ ଧାନ ଯେନ୍ଟା କହୁଛନ୍ ଆମର ଚାଷୀ ଭାଇମାନେ ଆମକୁ ଯେନ୍ଟାକି ଆକାଶ 505 ସାଙ୍ଗେ ଆଉ ଗୋଟେ ଅଛେ ଆମର ହୀରାକୁଦ 57 ବୋଲିକିରି ଯେନ୍ଟାକି ମଙ୍ଗଲ ମୂର୍ତ୍ତି ସିଡ୍ସର ଧାନଟା ଆଉ ଆମର ଆଉ ଅନ୍ୟାନ୍ୟ ଭିଡ଼ିଓରେ ଆମେ ହୀରାକୁଦ 57 ବିଷୟରେ ବହୁତ ସାରା ଭିଡ଼ିଓ ବନେଇଛୁଁ ଆଉ ଆପଣ ତାହାକୁ ଖୋଜିକି ଦେଖି ବି ପାରବେ। ଆଉ ଆସୁନ୍ ତଥାପି ସେ ବିଷୟଟି ଆମେ ଆଲୋଚନା କର୍ମା। ହୀରାକୁଦ 57ଟା ହଉଛେ ସେ ବିଷୟ 35 ରୁ 140 ଦିନର ଧାନଟେ ଯେନ୍ଟାକି ମଙ୍ଗଲ ମୂର୍ତ୍ତି ସିଡ୍ସର 1 ନମ୍ବର ଧାନଟା ଏବେ ଚାଲିଛି ଟ୍ରେନିଂରେ ସେଟାକେ ବି ଅନେକ ଚାଷୀ ଭାଇମାନେ କରିକିରି ବହୁତ ସାରା ଲାଭବାନ ହେଇସାରିଲେନ ଆଉ ଯାର ଫଳରେ କି ଏ ବର୍ଷ ବି ଯେନ୍ଟାକି ବହୁତ ମାର୍କେଟ ଚାଲିଛେ ଆମର ହୀରାକୁଦ 57 ଧାନଟା ଆଉ ଯାର ଦାନା ମୋଟା ରହୁଛେ ଖେଣ ମୋଟା ରହୁଛେ ପିଲ ବି ଦଉଛେ ନଡ଼େ ବି ଷ୍ଟ୍ରଙ୍ଗ ରହୁଛେ ଅତ୍ୟଧିକ ରୋଗ ପୋକ ସହବାର କ୍ଷମତା ବି ସେ ଧାନରେ ରହିଅଛି। ଆମ ଚାଷୀ ଭାଇମାନଙ୍କୁ ଟିକେ ଜଣାବେ ଯେ ଇ ଆକାଶ 505ଟା ଏଇଟା ଏକର ପ୍ରତି ଆମେ କେତେ ଲଗାମା ଆଉ ଇତାର ରୋଗ କେନ୍ କେନ୍ ରୋଗ ସାଙ୍ଗେ ଇତାର ଲଢ଼ବାର୍ କ୍ଷମତା ଗୁଡ଼ାକ ରହିଅଛି ବିଶେଷ କରି ବିଷୟରେ ବି ଟିକେ କିଛି ଆଲୋଚନା କରୁନ୍। ଠିକ୍ କଥାଟେ ଆଉ ଆକାଶ 505 ଯେହେତୁ ଏଇ ବର୍ଷ ମାର୍କେଟରେ ଚାଲିଛେ ତାର ବି କିଛି ରୋଗ ପୋକର ଲକ୍ଷଣ ଦେଖାଯିବା ବୋଲି ଯେନ୍ ଭୟଟା କରୁଛନ୍ ଆପଣ ସେଥିରେ ଅଚିନ୍ତା ରହୁନ୍। ଦେଖୁନ୍ ଏ ଧାନର ଗୋଟେ ଏତେ କ୍ୱାଲିଟି ଅଛେ ସଡ଼ା ହଉ ମହିଷା ହଉ ପତ୍ରପୋଡ଼ା ହଉ ଅଣ୍ଠି ପୋକ ହଉ ଚକଡ଼ା ହଉ ଯେନ୍ଟା ଇ ରୋଗ ମାନେ ଇ ସମୟରେ ବେଶୀ ଲାଗିଥିସନ୍ ଯାର ମାଧ୍ୟମରେ ଆମର ଚାଷୀ ଭାଇମାନେ ଅଧିକା କ୍ଷତି ସହେସନ୍ ଆଉ ବହୁତ ଲସ୍ରେ ପଡ଼ି ଯାଏସନ୍ କି ଆମେ ଏଇ ଧାନଟା କରିଦେନୁ ଯେ ଏନ୍ତା ହେସି ବୋଲି କିନ୍ତୁ ଇ ଧାନଟା ଗୋଟେ ଏତେ କ୍ୱାଲିଟି ଯେନ୍ଟା ଆମର ଆକାଶ 505 ତାର ବହୁତ କ୍ୱାଲିଟି ଅଛେ ରୋଗ ପୋକ ଉପରେ ଇ ସବୁ ରୋଗ ପୋକ ଉପରେ ଆକାଶ 505 ଧାନଟା ଲଢ଼ବାର୍ ଶକ୍ତିଟା ଭରପୁର ମାତ୍ରାରେ ଆପଣ ରହିଅଛି। ଆପଣ ରୋଗ ପୋକ ଉପରେ ଅଚିନ୍ତା ରହୁନ୍ ଆଉ ନିହାତି ଥରେ କରି ଦେଖୁନ୍ ଆମର ଅଗ୍ରଜା ସିଡ୍ସର ଆକାଶ 505 ଏବଂ ଆମର ହୀରାକୁଦ 57 ବି କରି ଦେଖୁନ୍ ଯେନ୍ଟାକି ରିଜଲ୍ଟ ଦୁଇଟା ବେଷ୍ଟ ଟୁ ବେଷ୍ଟ ପାଇବେ ଏହା ଥିଲେ ଦୁଇଟା କମ୍ପାନୀ ଯୋଉଟେ ବେଷ୍ଟ ଧାନ ଯେନ୍ଟାକି ଅଗ୍ରଜା ସିଡ୍ସର ଆକାଶ 505 ଏବଂ ହୀରାକୁଦ 57 ହେଲା ଆମର ଯେନ୍ଟାକି ମଙ୍ଗଳମୂର୍ତ୍ତି ସିଡ୍ସର ବେଷ୍ଟ ଧାନ ଦୁଇଟା କରିକି ଆପଣମାନେ ଲାଭବାନ ହେଇପାରବେ କୌଣସି ଦ୍ୱନ୍ଦ୍ୱ ରଖୁନ୍ ନାହିଁ ଅଚିନ୍ତା କରିବେ। ଯଦି ଗୋଟେ ଏକଡ଼କେ ଦେଖ୍ମା ବେଲେ ଗୋଟେ ଏକଡ଼ରେ ଆମେ 30 କେଜି ଦୁଇଟା ଧାନ ପକାମା ଯଦି ଆକାଶ 505 କଲେ ବି 30 କେଜି ମଞ୍ଜି ପକାବେ ଏବଂ ହୀରାକୁଦ 57 କଲେ ବି 30 କେଜି ମଞ୍ଜି ପକାବେ ଆଉ ଏଟା ତାର କ୍ୱାଲିଟି ଏତିକି ଯେ ଗୋଟେ ଏକଡ଼ରେ ଆପଣ ଯଦି ସଠିକ୍ ଭାବରେ ଯଦି ଚାଷ କଲେ
ତ 40 ରୁ 45 କୁଇଣ୍ଟାଲ ତक ଆରାମସେ ଆପଣ ଅମଲ କରିପାରିବେ। କିଛି ଯେନ୍ ଆଲୋଚନା କଲା ଏ ଦୁଇ ଧାନ ବିଷୟରେ ଆପଣ ନିହାତି ଭାବେ ଡାଉଟଟା କ୍ଲିୟର ହେଇଥିବେ। ଆଉ ଆଜ୍ଞା ଯେନ୍ କହିଲେ ଧାନ ବିଷୟରେ ଟିକେ ନେଇକି କରି ଆପଣଙ୍କ ପାଇଁ ଏଇଟା ବହୁତ ଉପଯୋଗୀ ହେଇପାରବା। ଆପଣ ଠିକ୍ ହିସାବେ ଚାଷ କରୁନ୍, ଠିକ୍ ଟାଇମ୍ରେ ସାର ବିଷର ଉପଯୋଗ କରୁନ୍। ଏନ୍ତା ସବୁବେଲେ ଏନ୍ତା ଧାନ ଚାଷ ବିଷୟରେ ହଉ କି ଅନ୍ୟାନ୍ୟ ପନିପରିବା ଚାଷ ବିଷୟରେ ଜାନବାର୍ ଲାଗି ହେଲେ ଆପଣ ଆମର୍ ଚ୍ୟାନେଲ୍କେ ସବସ୍କ୍ରାଇବ୍ କରୁନ୍, ଲାଇକ୍ କରୁନ୍ ଆଉ ପ୍ରତି ଆପଣଙ୍କ ମତାମତ ଆମକୁ ଜଣାଉନ୍। ନମସ୍କାର।